ଆପଣ କହିବେ କି କାହିଁକି ଭିକେ ପାଣ୍ଡିଆନଙ୍କ ନାଁରେ ଆପଣ ଆଜି ଥାନାରେ ମାମଲା ଦେଇଛନ୍ତି, କଣ ତା ପଛ ରିଜିନ ରହିଛି? ଭିକେ ପାଣ୍ଡିଆନଙ୍କ ନାଁରେ ଆପଣ ମାନେ ଖବର କାଗଜରେ ଭିଜୁଆଲ ଦଉଥିଲେ, ଆଜ୍ଞା ଶହ ଶହ ମିଟିଂ ଓଡିଶା ଯାକ ବୁଲି ଭିକେ ପାଣ୍ଡିଆନ କରୁଥିଲେ। ସେ ମିଟିଂ ରେ ହେଲିପ୍ୟାଡ ତିଆରି ହଉଥିଲା, ହେଲିପ୍ୟାଡ ଭଙ୍ଗା ହଉଥିଲା, ଶହ ଶହ ଗାଡିରେ ଲୋକ ବୁହା ହଉଥିଲେ, ଖାଇବା ପିଇବା ବହୁ ଗର୍ଜସ୍ୱୀ କରାଯାଉଥିଲା ଏବଂ ସେଇ କରାଯାଉଥିଲା। ତେଣୁ ଆପଣ ବର୍ତ୍ତମାନ ଆମେ ଆର୍ଟିଆଇ ମାଗିଲୁ, କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ ଯେ କୋଉ ପଇସା କୋଉ ବାଟରେ ଖର୍ଚ୍ଚ ହୋଇଛି। ମାତ୍ର 9 ଚାର୍ଟର୍ଡ ପ୍ଲେନରେ ସେ ଯାଇଛନ୍ତି, ସରକାର ଟଙ୍କା ଦେଇଛନ୍ତି, ହେଲିକପ୍ଟର ଅଳ୍ପ କେତେ ଥର ସେ ଟଙ୍କା ଦେଇଛନ୍ତି, କିନ୍ତୁ ବାକି ଟଙ୍କା ସବୁ ଯେତେ ଖର୍ଚ୍ଚ ହେଇଛି ସମଗ୍ର ଖର୍ଚ୍ଚ ଖଣି ମାଫିଆ ମାନେ ଆଜ୍ଞା ଆଉ ଯୋଉମାନେ କଣ୍ଟ୍ରାକ୍ଟର ବାହାର ରାଜ୍ୟର କଣ୍ଟ୍ରାକ୍ଟର ମାନେ ସେ କୋଟି କୋଟି ଟଙ୍କା ବେନିଫିଟ ହେଇଛନ୍ତି ରାଜ୍ୟକୁ ଲୁଣ୍ଠନ କରିଛନ୍ତି, ସେଇମାନେ ଖର୍ଚ୍ଚ କରିଛନ୍ତି। ଆଜ୍ଞା ଆପଣ ଦାବି କରୁଥିଲେ କଣ ତାଙ୍କୁ ତଦନ୍ତ ପରିସରରେ ଗିରଫ କରାଯାଉ? ଆମେ କହୁଛୁ ତୁରନ୍ତ ତାଙ୍କୁ ତଦନ୍ତ ପରିସରକୁ ନିଆଯାଇ ପାଣ୍ଡିଆନକୁ ସମ୍ପୃକ୍ତ କରାଯାଉ, ଯୋଉ ଅଫିସର ମାନେ ସମ୍ପୃକ୍ତ ଅଛନ୍ତି ତାଙ୍କୁ କରାଯାଉ, ଆବଶ୍ୟକତା ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ କରାଯାଉ। ମାନେ ଆପଣ ଏଇ ଘଟଣାକୁ ବର୍ତ୍ତମାନ ଥାନାରେ ଅଭିଯୋଗ କଲେ, ଆଉ ଆଗକୁ ନେବେ ଏଇ ଘଟଣାକୁ? ଆମେ ଆଗକୁ ଯିବୁ, ହାଇକୋର୍ଟ ପର୍ଯ୍ୟନ୍ତ ଯିବୁ।